ରଖନ୍ତୁ। ମୋ ନାଁ ଗୌରୀପତି ଦାସ, ବଗୁଡ଼ା ବୀରଧଞ୍ଜପୁର ଗ୍ରାମ ନିବାସୀ ଅଟେ। ଆଜି ଯେଉଁ ଛାଡ଼ଖାଇ ରହିଛି, ଛାଡ଼ଖାଇ କ'ଣ? ଛାଡ଼ଖାଇଟା କାହିଁକି ଏଇଟା ରହିଛି ପୂର୍ବପୁରୁଷରୁ? ଛାଡ଼ ଖାଇ ଅର୍ଥ ଯାହା ଛଡ଼ା ଯାଇଛି ତାକୁ ଖାଇବା କଥା ଏଥିରୁ ପ୍ରତିପାଦିତ ହେଉଛି। ତେବେ ଛାଡ଼ ଖାଇ ଏମିତି ଗୋଟେ ଜିନିଷ ଯେଉଁଟାକି ସବୁ ଜିନିଷ ଖାଇବା ପାଇଁ ସେଇଟା ଗ୍ରହଣ କରାଯାଏନି। ଅର୍ଥାତ୍ କାର୍ତ୍ତିକ ମାସରେ ଯେଉଁ ଜିନିଷ ଗୁଡ଼ିକ ଦେହ ପାଇଁ ଅହିତକର ତାକୁ ଛଡ଼ା ଯାଇଥାଏ। ସେ ଖାଦ୍ୟ ଗୁଡ଼ିକ ପରବର୍ତ୍ତୀ କାଳରେ ଅର୍ଥାତ୍ କାର୍ତ୍ତିକ ମାସ ଶେଷ ପରେ ପରେ ତାକୁ ଖାଇବା ପାଇଁ କୁହାଯାଇଛି। କାର୍ତ୍ତିକ ମାସଟା ଏକ ସାତ୍ବିକ ମାସ ହେତୁ ସେଠି ଗୁରୁପାକ ଜାତୀୟ ଖାଦ୍ୟ ଖାଇବାକୁ ମନା କରାଯାଇଛି। ବିଶେଷ କରି ଆମିଷ ତ ନୁହଁ, କିନ୍ତୁ ଆଉ କେତେକ ଖାଦ୍ୟ ଅଛି ଆମର ଫଳ ଜାତୀୟ ଖାଦ୍ୟ ଯେଉଁଟାକି ଆମର ଦେହ ପାଇଁ ହିତକର ନୁହଁ, ଯଥା ବାର୍ତ୍ତା କି ବାଇଣ, ତାକୁ ଖାଇଲେ ଦେହରେ ପିତ୍ତ ସୃଷ୍ଟି କରିବ। ସେ ସମୟରେ ଦହି ଖାଇଲେ ସେ ଗୋଟେ ପ୍ରତିକ୍ରିୟା ସୃଷ୍ଟି କରିବ। ଏଭଳି କେତେ ଜିନିଷକୁ ମନା କରାଯାଇଛି କେବଳ ସ୍ୱାସ୍ଥ୍ୟଗତ କାରଣରୁ। କିନ୍ତୁ ପରବର୍ତ୍ତୀ କାଳରେ ଏଇ ଯେଉଁ ମାନେ କାର୍ତ୍ତିକ ମାସ ସରିଲା ପରେ ପରେ ଏଇ ଜିନିଷ ଗୁଡ଼ିକୁ ଖାଇବାକୁ କୁହାଯାଇଛି। ତା ଅର୍ଥ ନୁହଁ ଯେ ଆମିଷ ପଦାର୍ଥ ଖାଇବା ପାଇଁ କୁହାଯାଇଛି। ଆଜିକାଲି ଦେଖାଯାଉଛି ଛାଡ଼ ଖାଇ ଅର୍ଥ କେବଳ ଆମିଷ ପଦାର୍ଥ ଖାଇବା ପାଇଁ ଲୋକେ ବେଶୀ ଉତ୍କଣ୍ଠିତ ହେଉଛନ୍ତି, କିନ୍ତୁ ପ୍ରକୃତିରେ ତାର ଅର୍ଥ ଏହା ନୁହଁ। ଭବିଷ୍ୟାନ୍ନ ଯିଏ କରିଥାଏ କେବଳ ସାତ୍ତ୍ୱିକ ଆହାର ପାଇଁ ଧର୍ମ ଦୃଷ୍ଟିରୁ ସେ କରିଥାଏ, କିନ୍ତୁ ୟା ପରେ ପରେ ପିଆଜ ରସୁଣ ଗୁଡ଼ିକ ଗୁରୁ ଜାତୀୟ ଖାଦ୍ୟ ବା ଟିକେ ତୀବ୍ର ଜାତୀୟ ଖାଦ୍ୟ ତାକୁ ଖାଇବା ପାଇଁ କୁହାଯାଇଛି। କିନ୍ତୁ ଏହାର ଅର୍ଥ ନୁହଁ ଯେ ଆମିଷ ଜାତୀୟ ଖାଦ୍ୟକୁ ଖାଇକି ଦେହକୁ ଖରାପ କରିବା। କହିବି କିନ୍ତୁ ପ୍ରକୃତ ପକ୍ଷରେ ଆଜିକାଲି ଯେଉଁ ପ୍ରକାର ଛାଡ଼ ଖାଇ କରାଯାଉଛି, ଇଏ ଛାଡ଼ ଖାଇରେ ଯିବ ନାହିଁ। ଇଏ କେବଳ ଛାଡ଼ ଖାଇ ପଦକଟାକୁ ଆମେ ଯଦି ଏଭଳି କୁହାଯାଏ ହାଡ଼ ଖାଇ ହେଉଛି ବା ଆମିଷ ପଦାର୍ଥରେ ବେଶୀ ଲୋକମାନଙ୍କର ଲାଳସା ସୃଷ୍ଟି ହେଉଛି। ଏହାଦ୍ୱାରା ଯେଉଁ ମାସ ସାରା ତୁମେ ଯେଉଁ ଧର୍ମ ପାଳନ କରିଥିଲ, ଯେଉଁ ଅହିଂସା ଧର୍ମ ପାଳନ କରି ଆସିଥିଲ, ଏବେ ଜୀବ ହିଂସା କରିବା ଫଳରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ମୁଁ କହିବି। ମୋର ଏଇଟା ବ୍ୟକ୍ତିଗତ ମତ। ଦେଖିବାକୁ ଗଲେ ଏହା ନକରି ତୁମେ ଫଳ ଜାତୀୟ ଖାଦ୍ୟ ଖାଇବା ଉଚିତ ହେବ, ଯାହା ସାତ୍ତ୍ୱିକ ଆଧାର ଅଟେ। ତେବେ ଗୋଟେ ପଟେ ମାଛ କଥା କୁହନ୍ତୁ, ମାଂସ କଥା କୁହନ୍ତୁ, ଚିକେନ କଥା କୁହନ୍ତୁ, ସବୁଠି ଦରଦାମ ମଧ୍ୟ ବୃଦ୍ଧି ରହିଛି। ତଥାପି ମଧ୍ୟ ଲୋକେ ମାନୁନାହାନ୍ତି ଏବଂ ଲାଇନ୍ ଲଗେଇକି କିଣିବାରେ ମଧ୍ୟ ବ୍ୟସ୍ତ ରହୁଛନ୍ତି। ଆଉ ଗୋଟେ କଥା କହିବା, ପରିବା ମାର୍କେଟ ମଧ୍ୟ ଖାଁ ଆଜିକା ଦିନରେ ମଧ୍ୟ ପଡ଼ି ରହିଛି। ହଁ, ଯେହେତୁ ମାସ ସାରା ସମସ୍ତେ ପନିପରିବା ଉପରେ ହିଁ ନିର୍ଭରଶୀଳ ଥିଲେ ଏବଂ ସେତେବେଳେ ଆମିଷକୁ କିଏ ଛୁଁନଥିଲେ, ଏବେ ସେମାନଙ୍କର ଜିହ୍ୱା ଲାଳସା ଏବଂ ଖାଦ୍ୟ ଲାଳସା ଥିବା ଫଳରେ ଯେଉଁ ମାସ ସାରା ସେମାନେ ପନିପରିବା ଉପରେ ନିର୍ଭରଶୀଳ ହୋଇକି ଥିଲେ, ବର୍ତ୍ତମାନ ସେ ତାଙ୍କର ଗୋଟେ ପ୍ରକାର ବ୍ୟାକୁଳତା ସୃଷ୍ଟି ହୋଇଛି ଆମିଷ ଖାଇବା ପାଇଁ। ଆମିଷଟା ପ୍ରକୃତରେ ଦେଖିଲା ବେଳେ ଦେହ ପାଇଁ ଅହିତକର, କିନ୍ତୁ ସେମାନେ ଖାଉଛନ୍ତି। ଏବେ ପରିବା ବଜାରରେ ଲୋକମାନଙ୍କର ଯେତିକି ଆଶା ନାହିଁ, ଏବେ ମାଂସ ବଜାରରେ ଏବଂ ମାଛ ବଜାରରେ ତାର ବେଶୀ ଆସକ୍ତି ରହିଛି। ଯେତେ ଆମିଷ ପଦାର୍ଥରେ ଯେତେ ରେଟ୍ ବଢ଼ିଲେ ମଧ୍ୟ ସେମାନେ କେହି ଖାତିର କରନ୍ତିନି, ତାକୁ ଖାଆନ୍ତି, କାରଣ ଏଠି ଖାଦ୍ୟ ଲାଳସା ହିଁ ରହିଯାଉଛି। ଦେଖିବାକୁ ଗଲେ ଧର୍ମ ପାଇଁ ଯେତିକି ଆମର ଆଶା ଲାଳସା ରହିବା କଥା ବା ଆଗ୍ରହ ରହିବା କଥା, ସେଇଟା ନ ରହି ଆମିଷ ପ୍ରତି ରହୁଛି। ଏଇଟା ନହେଲେ ଏକ ଶୁଭଙ୍କର କଥା ହୁଅନ୍ତା। ମୋ ନାଁ ଅନନ୍ତ କର, ମୁଁ ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ, ବଗୁଡ଼ା। କ'ଣ କହିବେ ଛାଡ଼ ଖାଇକୁ ନେଇକି କ'ଣ ମତ ରଖୁଛନ୍ତି? ଦେଖନ୍ତୁ, ଛାଡ଼ ଖାଇ ହେଉଛି ଆମର ଉତ୍କଳୀୟ ପରମ୍ପରାର ଏକ ପ୍ରମୁଖ ପର୍ବ। ସାଧାରଣତଃ କାର୍ତ୍ତିକ ଏକ ଧର୍ମ ମାସ, ପବିତ୍ର ମାସ। ତେଣୁ ଏହି ମାସରେ ହବିଷ୍ୟାଳୀମାନେ ହବିଷ୍ୟ ପାଳନ କରିଥାନ୍ତି ଏବଂ ଉକ୍ତ ମାସରେ ଯେଉଁ ଜିନିଷ ସେମାନେ ପରିତ୍ୟାଗ କରିଥାନ୍ତି, ଛାଡ଼ିଥାନ୍ତି, ସେହି ଜିନିଷ ଗୁଡ଼ିକୁ ସେମାନେ ଛାଡ଼ ଖାଇ ଦିନ ଖାଇବା ପାଇଁ ନିର୍ଦ୍ଦେଶ ରହିଛି ଏବଂ ଏହି ଛାଡ଼ ଖାଇ ମଧ୍ୟ ଉତ୍କଳୀୟ ପରମ୍ପରାର ଏକ ପର୍ବ। ତେଣୁ ଉତ୍କଳର ସର୍ବତ୍ର ଛାଡ଼ ଖାଇ ପର୍ବ ପାଳନ କରାଯାଏ ଏବଂ ଶ୍ରୀମନ୍ଦିର ବା
ଶ୍ରୀକ୍ଷେତ୍ର ପୁରୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ମଧ୍ୟ ଏ ଛାଡ଼ଖାଇ ପର୍ବ ପାଳନ କରାଯାଏ ଏବଂ ଶ୍ରୀକ୍ଷେତ୍ରର ଯେଉଁ ପାଳିଆ ସେବକମାନେ ଲୋକନାଥ ମନ୍ଦିରକୁ ଯାଇ ଲୋକନାଥ ମନ୍ଦିରରେ ମଧ୍ୟ ଭୋଗରାଗ କରି ବାହୁଡ଼ା ବିଜେ କରିଥାନ୍ତି। ଏହା ନିର୍ଦ୍ଦେଶ ଅଛି ଏବଂ ଏଇ ଯେଉଁ ଛାଡ଼ଖାଇ ଦିନ ସର୍ବତ୍ର ଲୋକମାନେ ଯେଉଁ ମାଛ ଏଇସବୁ ଭକ୍ଷଣ କରନ୍ତି, ଏହା ମୋ ମତରେ ଠିକ୍ ନୁହଁ। କାରଣ ମଣିଷ ଏକ ନିରାମିଷାଶୀ ପ୍ରାଣୀ ଏବଂ ଆମିଷାଶୀ ନିରାମିଷାଶୀ ପ୍ରାଣୀମାନଙ୍କ ଭିତରେ ଯେଉଁ ବିଭିନ୍ନ ଲକ୍ଷଣମାନ ପରିଲକ୍ଷିତ ହୋଇଥାଏ, ସେହି ଲକ୍ଷଣ ମଣିଷମାନଙ୍କଠାରେ ନଥିବାରୁ ମଣିଷ ଏକ ନିରାମିଷାଶୀ ପ୍ରାଣୀ। ତେଣୁ ଏ ଛାଡ଼ଖାଇ ଦିନ ବିଭିନ୍ନ ପ୍ରକାର ପନିପରିବା ଆଉ ମଞ୍ଜି ମଞ୍ଜା ଆଉ ଅନ୍ୟାନ୍ୟ ଜିନିଷ ସୁମିଷ୍ଟ ଜିନିଷ ଭକ୍ଷଣ କରିବା ପରିବର୍ତ୍ତେ ଏ ଯେଉଁ ଲୋକମାନେ ମାଛ ମାଂସ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି, ମାଛ ମାଂସ ଖାଉଛନ୍ତି। ମାଛ ମାଂସ ହେଉଛି ଗୋଟେ ପାପ କାର୍ଯ୍ୟ। ମାଛ ମାଂସ ଖାଇବା କାହିଁକି? ମଣିଷ ଏକ ନିରାମିଷାଶୀ ପ୍ରାଣୀ। ନିରାମିଷାଶୀ ପ୍ରାଣୀ ହୋଇ ମାଂସ ଭକ୍ଷଣ କରିବା ଯେ କେତେ ଦୂର ମାନେ କ୍ଷତିକାରକ ଶରୀର ପ୍ରତି, ତାକୁ ଦୃଷ୍ଟି ଦେବା ଦରକାର। ଆଉ ବର୍ତ୍ତମାନ ଯୁଗରେ ଲୋକମାନେ ଆମିଷ ପ୍ରତି ଏତେ ଯେଉଁ ଆଗ୍ରହ ପ୍ରକାଶ କରୁଛନ୍ତି, ତେଣୁ ଲୋକମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି। ତେଣୁ ଏଇ ଯେଉଁ ପବିତ୍ର ପରମ୍ପରାକୁ ଲକ୍ଷ୍ୟ କରି ଲୋକମାନେ ନିରାମିଷାଶୀ ହେବା ଉଚିତ ଏବଂ ମାଂସ ଭକ୍ଷଣକୁ ସମ୍ପୂର୍ଣ୍ଣ ଭାବରେ ମାନେ ଲୋପ କରିବା ଦରକାର। ଏହା ମୋର ମତ। ଏବଂ ଆମିଷ ଭକ୍ଷଣ କରିବା ଦ୍ୱାରା ମଣିଷ ଦେହରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ। ତେଣୁ ସମସ୍ତ ମାନେ ଜନସାଧାରଣ ଏ ଆମିଷ ଭକ୍ଷଣ କରିବା ଠାରୁ ଦୂର ରହିବା ନିହାତି ଦରକାର। ଆଉ ଛାଡ଼ଖାଇ କହିଲେ ସାଧାରଣତଃ ଯେଉଁ କାର୍ତ୍ତିକ ମାସର ପୂର୍ଣ୍ଣ ମାସ ଅବଧି ଯେଉଁ ବିଭିନ୍ନ ଖାଦ୍ୟ ସବୁ ପରିତ୍ୟାଗ କରିଥିବେ, ସେଇ ଖାଦ୍ୟକୁ ଖାଇବା ଦରକାର। ଆଉ ଆମିଷ ପ୍ରତି ଏତେ ଜିହ୍ୱା ଲାଳସା କରି ଆମିଷ ପ୍ରତି ଅନୁରାଗ ପ୍ରଦର୍ଶନ କରିବା ଟୋଟାଲି ମାନେ ପୁରାପୁରି ଭୁଲ।